ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ଗୋଡ଼ାଉଛି ଗୋଟେ ଶଶକ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ୍। ମହାନଦୀ ବାମ ତଟେ ଥିଲା ଏକ ଶିଉଳି ଦେବୀ। ବୃକ୍ଷ ମୂଳେ ଅକସ୍ମାତ୍ ଶଶକ ହେଲେ ଅନ୍ତର୍ଧ୍ୟାନ। ଦେଖି ଚିନ୍ତାମଗ୍ନ ରାଜା ଶିଳକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ। ଦେବୀ ସମଲେଶ୍ୱରୀ ସପନ କହିଲେ, ନଦୀ ବକ୍ଷେ ରହିଅଛି ଭୂମଦର, ରହୁଛି ମୁଇଁ ଏବେ ତାହାରି ମଧ୍ୟ। ଶିମିଳି ବୃକ୍ଷ ମୂଳେ ମୋତେ କରଛି ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କର ହିଁ ରାଜନ। ସ୍ୱପ୍ନାଦେଶ ଦେଇ ଦେବୀ ଅନ୍ତର୍ଧ୍ୟାନ ହେଲେ। ନିଦ୍ରା ଦେଖି ଦେବୀଙ୍କୁ ଯେ ଭାଳିଲେ ରାଜନ। ଶିମିଳି ବୃକ୍ଷ ମୂଳେ ରାଜା ଦେବୀ ସମଲେଶ୍ୱରୀଙ୍କୁ କରିଲେ ସ୍ଥାପନ। ଶତାବ୍ଦୀ ଶତାବ୍ଦୀ ଧରି ଦେବୀ କହିଛନ୍ତି ସେଠାରେ ଆସିଲେ। ସ୍ୱପ୍ନାଦେଶ ଅନୁରୂପ ରାଜା ଆରମ୍ଭିଲେ ମନ୍ଦିର ନିର୍ମାଣ। ମାତ୍ର ସମସ୍ତ ଉଦ୍ୟମ ତାଙ୍କ ହୋଇଲା ଯେ ବନ୍ଦ। ଦେବୀ ସମଲେଶ୍ୱରୀଙ୍କ ପରମ ଭକ୍ତ ବଳରାମ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆସିଲେ ଆଗେଇ ସମ୍ପନ୍ନ କରିବାକୁ ମନ୍ଦିର ନିର୍ମାଣ। ମୂର୍ତ୍ତି ତୋର ଦିବ୍ୟତା ଓ ସମୃଦ୍ଧିର ପ୍ରାଣବନ୍ତ ରୂପ। ବରାହ ଚିହ୍ନିତ ମୁଖ ଭାବେ ଅନୁପମ। ଭିତ୍ତିସ୍ଥଳେ ମାଙ୍କ ଭବ୍ୟ ପ୍ରତୀକ। ସ୍ମରଣ ମାତ୍ରକେ ରୋଗ ଦୋଷ ହୁଏ ଖଣ୍ଡିତ। ତୁମେ ନେଇନାହ କାହାର ରୂପ, ପ୍ରାଚୀନ କାଳରୁ ମନ ମଧ୍ୟରେ ରହିଅଛ ମାତ। हे देवी ସମଲେଶ୍ୱରୀ, ଆପଣ ଶାନ୍ତି ପ୍ରଦାୟୀ। ପ୍ରତିଧ୍ୱନିତ ହୁଏ ତୋ ରହସ୍ୟ ପୃଥିବୀ ଗର୍ଭରୁ। ପ୍ରତିବର୍ଷ 3 ପର୍ବ ହୋଇ ପାଳିତ। ପୁରପଲ୍ଲୀ ହର୍ଷୋଲ୍ଲାସୀ ହୁଏ ବିଗଳିତ। ହସ୍ତେ ଧରି ପୁଷ୍ପାଞ୍ଜଳି ସର୍ବପୁରବାସୀ। ମାଙ୍କ ପର୍ବରେ ମାତି ହୋଇଥାନ୍ତି ଖୁସି। ନୂଆଖାଇ ନାମେ ଅଛି ଏକ ଗଣପର୍ବ ପାଳିବାକୁ। ଏହି ଉତ୍ସବ ଏକତ୍ରିତ ହୋଇଥାନ୍ତି ସର୍ବ। କରି ନବାନ୍ନ ଅର୍ପଣ ଦେବୀ ସମଲେଶ୍ୱରୀଙ୍କ ଠାରେ। ଆଶୀର୍ବାଦ ଲୋଡ଼ିଥାନ୍ତି ସମୃଦ୍ଧି ହେଉ ଅଞ୍ଚଳରେ।